ଆଜିକାଲି ଲୋକ ଅନେକ ନିଜ ଟଙ୍କା ବୃଦ୍ଧି ପାଇଁ ବିଭିନ୍ନ ଉପାୟରେ ନିବେଶ କରନ୍ତି, କିନ୍ତୁ ପ୍ରତ୍ୟେକ ବିକଳ୍ପ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହି କାରଣରୁ ଅନେକ ଅନ୍ୟ ଅଧିକାଂଶ ବିକଳ୍ପକୁ ପରିତ୍ୟାଗ କରି ପୋଷ୍ଟ ଅଫିସ୍ ଯୋଜନାରେ ନିବେଶ କରିବାକୁ ବାଛନ୍ତି। ପୋଷ୍ଟ ଅଫିସ୍ ଯୋଜନାରେ ପ୍ରତିଦିନ ଅଳ୍ପ ପରିମାଣର ସଞ୍ଚୟ କରି ଏକ ଯଥେଷ୍ଟ ପରିମାଣର ପାଣ୍ଠି ଗଠନ କରିବା ସହଜ କରେ ଏବଂ ସବୁଠାରୁ ଭଲ କଥା ହେଉଛି ସମଗ୍ର ନିବେଶ ସୁରକ୍ଷିତ ହୋଇଥାଏ। ଲୋକମାନେ ସର୍ବଦା ପୋଷ୍ଟ ଅଫିସ୍ କ୍ଷୁଦ୍ର ସଞ୍ଚୟ ଯୋଜନାରେ ଦୃଢ଼ ବିଶ୍ୱାସ ରଖିଛନ୍ତି। ସରକାରୀ ଗ୍ୟାରେଣ୍ଟି ଏବଂ ସ୍ଥିର ସୁଧ ହାର ସେମାନଙ୍କୁ ଆହୁରି ମଜବୁତ କରିଥାଏ। ଏହି କାରଣରୁ ଆର୍ଡି ଯୋଜନାକୁ ଅନେକ ଲୋକ ନିବେଶ କରନ୍ତି। ଏଥିରେ ନିବେଶ କରିବା ସହଜ ଏବଂ ସମୟ ସହିତ ଏକ ଛୋଟ ପରିମାଣର ନିବେଶ ମଧ୍ୟ ଏକ ଯଥେଷ୍ଟ ପରିମାଣର ପାଣ୍ଠି ଗଠନ କରିପାରିବ। ଏହି କାରଣରୁ ଲୋକମାନେ ଏହା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଯଦି କେହି ପ୍ରତିଦିନ ପ୍ରାୟ 333 ଟଙ୍କା ସଞ୍ଚୟ କରନ୍ତି ଏବଂ ପ୍ରତି ମାସରେ ଆର୍ଡିରେ 10,000 ଟଙ୍କା ଜମା କରନ୍ତି, ତେବେ ସେମାନେ 10 ବର୍ଷ ପରେ ପ୍ରାୟ 17 ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରିପାରିବେ। ପୋଷ୍ଟ ଅଫିସ୍ ବର୍ତ୍ତମାନ ଆର୍ଡି ଯୋଜନାରେ ବାର୍ଷିକ 6.7% ସୁଧ ହାର ପ୍ରଦାନ କରେ। ଆକାଉଣ୍ଟ ଖୋଲିବା ପ୍ରକ୍ରିୟା ସରଳ ଏବଂ 10 ବର୍ଷରୁ ଅଧିକ ବୟସର ପିଲାମାନେ ମଧ୍ୟ ଆକାଉଣ୍ଟ ଖୋଲିପାରିବେ। 18 ବର୍ଷ ବୟସ ହେବା ପରେ ପିଲାଟି ସେମାନଙ୍କର KYC ଅପଡେଟ୍ କରିପାରିବେ ଏବଂ ନିଜ ଆକାଉଣ୍ଟ ପରିଚାଳନା କରିପାରିବେ। 10,000 ମାସିକ ଜମାରେ ପ୍ରଥମ 5 ବର୍ଷ ମୋଟ 6 ଲକ୍ଷ ହୋଇଥାଏ, ଯାହା ପ୍ରାୟ 1.13 ଲକ୍ଷ ଟଙ୍କା ସୁଧ ପ୍ରଦାନ କରେ। ପରବର୍ତ୍ତୀ 5 ବର୍ଷ ପାଇଁ ଏହାକୁ ଜାରି ରଖିବା ଦ୍ୱାରା ମୋଟ ଜମା 12 ଲକ୍ଷରେ ପହଞ୍ଚେ ଏବଂ ସମଗ୍ର 10 ବର୍ଷର ଅବଧି ପ୍ରାୟ ସୁଧ 5.08 ଲକ୍ଷରେ ପହଞ୍ଚିଥାଏ। ଚୂଡ଼ାନ୍ତ ଆମାଉଣ୍ଟ ପ୍ରାୟ 17,08,000 ଟଙ୍କା ହୋଇଥାଏ। ଏହି ଯୋଜନା ଛୋଟ ପାଣ୍ଠି ଥିବା ନିବେଶକମାନଙ୍କ ପାଇଁ ମଧ୍ୟ ଉପଯୁକ୍ତ। ଯଦି ଜଣେ ପ୍ରତି ମାସରେ କେବଳ 5,000 ଟଙ୍କା ଜମା କରେ, 10 ବର୍ଷ ପରେ ମଧ୍ୟ ପ୍ରାୟ 8.54 ଲକ୍ଷର ଫଣ୍ଡ ହୋଇପାରିବ। ଆର୍ଡି ଆକାଉଣ୍ଟରେ ଗୋଟିଏ ବର୍ଷରେ ପରେ ଜମା ପରିମାଣର ପ୍ରାୟ 50% ଋଣ ମଧ୍ୟ ଉପଲବ୍ଧ, ଯାହା ଅପ୍ରତ୍ୟାଶିତ ଆବଶ୍ୟକତା କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରେ। ଆଶା କରିବି ଭିଡ଼ିଓଟିରେ ଆପଣମାନେ ଅପଡେଟ୍ଟି ପାଇପାରିଥିବେ, ଭଲ ଲାଗିଥିବ। ତ ଆପଣ ନିଶ୍ଚିତ ପୋଷ୍ଟାଲରେ ଏହି ଯୋଜନାରେ ଲାଭ ଉଠାନ୍ତୁ, ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇକି ଲାଭ ଉଠାଇ ପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।